ଛବିଳ ମଧୁ ବର୍ଣ୍ଣବୋଧ ବହି କହିଲେ ଓଡ଼ିଶାର ଭବିଷ୍ୟତ ସେଇଠୁ ଆରମ୍ଭ। ଆମରି ଭାଷା ଏହି ବହିରୁ ସୁଉଚ୍ଚାରିତ ହେଉଥାଏ। ଆଜି ବି ଗୋଟିଏ ଛୋଟ ପିଲା ଏହି ବହିରୁ ହିଁ ପାଠପଢ଼ା ଆରମ୍ଭ କରିଥାଏ। ଭକ୍ତ କବି ମଧୁସୂଦନ ରାଓଙ୍କ ଦ୍ୱାରା ରଚିତ ଏହି ବହି ଓଡ଼ିଶାର ଏକ ଶିଶୁ ପୁସ୍ତକ ଅଟେ। ପୂର୍ବରୁ ଏହାର ନାମ ଛବିଳ ମଧୁ ବର୍ଣ୍ଣବୋଧ ନଥାଇ ଓଡ଼ିଆ ମଧୁ ବର୍ଣ୍ଣବୋଧ ଥିଲା ଏବଂ ସେହି ବହିର ଆଗରେ ବିଲେଇ ନଥିଲା। ସେଠାରେ ଲାଲ କଭରର ମଲାଟରେ ଗୋଟିଏ ଶିଶୁ ଡିବିର ଆଲୁଅରେ ପଢ଼ୁଥିବାର ଫଟୋ ଥିଲା। ପରେ ଏହାକୁ ପରିବର୍ତ୍ତନ କରାଯାଇ ସେହି ବହିର ଫ୍ରଣ୍ଟ ପେଜରେ ବିଲେଇର ଫଟୋ ରଖାଗଲା। ଶିକ୍ଷକତାକୁ ନିଜର ବୃତ୍ତି କରି ସାରା ଜୀବନ ଅତିବାହିତ କରିଥିବା ମଧୁସୂଦନ ରାଓ ପାଠ୍ୟପୁସ୍ତକକୁ କିଭଳି ସୁମଧୁର କରିବା ପାଇଁ ଗୋଟିଏ ଶିଶୁ ପାଇଁ କେମିତି ସୁମଧୁର ହୋଇପାରିବ ଏହି ବହି, ସେହି କ୍ଷେତ୍ରରେ ସିଏ ଏହି ବହିଟି ଲେଖିଥିଲେ। ହେଲେ ବହିର ଆକର୍ଷଣ ହେଲା ସାମ୍ନାରେ ଥିବା ବିଲେଇ। ଏହା ବହିର ପ୍ରଥମେ କାହିଁକି ଅଛି? ଆମେ ଏସବୁକୁ ଜାଣିବା ପୂର୍ବରୁ ଆଗ ଜାଣିବା ବିଲେଇଠୁ ଆମେ କ'ଣ ଶିଖିବା। ଯେତେବେଳେ ବିଲେଇଟି ଛକିକି ବସେ ତାକୁ ଯେତେ ଘୋଡ଼େଇଲେ ମଧ୍ୟ କାର୍ଯ୍ୟ ହାସଲ ନ କଲାଯାଏ ସେ ସେଠାରୁ ଯାଏ ନାହିଁ। ବିଲେଇ ଏଠାରେ ଶିଶୁ ପିଲାଙ୍କୁ ଏକାଗ୍ରତା ଆଣିବାକୁ ଶିକ୍ଷା ଦିଏ ଏବଂ ବିଲେଇ ତାର ନିଜ ଦେହକୁ ଚାଟି ନିଜ ଦେହକୁ ସଫା ଓ ସ୍ୱଚ୍ଛ ରଖେ ଏବଂ ପିଲାମାନେ ସ୍ୱଚ୍ଛ ରହିବା ପାଇଁ ମଧୁସୂଦନ ସବୁବେଳେ ପରାମର୍ଶ ଦେଉଥିଲେ। କେହି କେହି କୁହନ୍ତି ମଧୁସୂଦନ ନିଜେ ବିଲେଇ ପାଳନ କରିଥିଲେ। ତାଙ୍କର ମୃତ୍ୟୁ ପରେ ସେହି ବିଲେଇର ଶୋକରେ ସିଏ ବହିଟିକୁ ଆଗରେ ବର୍ଣ୍ଣବୋଧ ଆଗରେ ବିଲେଇକି ରଖିଛନ୍ତି। କିନ୍ତୁ ଆଉ କେହି କେହି କୁହନ୍ତି ସେତେବେଳେ ସବୁ ଚାଳ ଘର ଥାଏ। ଯଦି ବହିଟି ମୂଷା କାଟିଦେବ ତାହେଲେ ବହିଟି ଖରାପ ହେଇଯିବ। ତେଣୁ ବହିଟିର ଆଗରେ ବିଲେଇଟି ଥିଲେ ମୂଷା ଆଉ କାଟିବାକୁ ଆସିବ ନାହିଁ। କିନ୍ତୁ ଏହାର ସଠିକ୍